ପୁରୁଷମାନେ ସବୁବେଳେ ଖୁସି ରହିବାର 7ଟି କାରଣ। ଫୋନରେ କଥା ହୁଅନ୍ତୁ କେବଳ 30 ସେକେଣ୍ଡ। 5 ଦିନର ଯାତ୍ରା ପାଇଁ ଗୋଟିଏ ପ୍ୟାଣ୍ଟ ସାର୍ଟ ଯଥେଷ୍ଟ। ନିମନ୍ତ୍ରଣ ନଥିଲେ ମଧ୍ୟ ବନ୍ଧୁତା ଦୃଢ଼। ସାରା ଜୀବନ ସମାନ କେଶସଜ୍ଜା। ଯେକୌଣସି ପ୍ରକାରର କିଣାକଟା ପାଇଁ 20 ମିନିଟ୍ ଯଥେଷ୍ଟ। ଅନ୍ୟମାନଙ୍କ ପୋଷାକ ପ୍ରତି ଈର୍ଷା ନ କରିବା। କୌଣସି କ୍ରୋଧ ନାହିଁ। ସରଳ ଜୀବନଶୈଳୀ। ଆଜି ପିନ୍ଧିଥିବା ସାର୍ଟ କାଲି ପାଇଁ ମଧ୍ୟ ଉପଯୁକ୍ତ ହେବ। ଗୋଟିଏ କଥା ଜାଣିଛନ୍ତି, ଭଗବାନ ଆମକୁ ମାଟିରେ ଗଢ଼ିଛନ୍ତି, ଆଉ ଶେଷରେ ମାଟିରେ ଲୀନ ହେବା। ତେବେ ଜୀବନରେ ଏତେ ଅହଙ୍କାର, ଗର୍ବ କ'ଣ ପାଇଁ? ଭଗବାନ ଆମକୁ ଯେତିକି ଦେଇଛନ୍ତି ସେତିକିରେ ଖୁସି ହେବା ଦରକାର। ଗୋଟିଏ ସୁନ୍ଦର କାହାଣୀ। କାହାଣୀଟି ଆପଣଙ୍କ ଲାଇଫ୍ ଚେଞ୍ଜ କରିଦେବ। ଦିନେ ଗୋଟିଏ ସାପ ତାଙ୍କ ଘରକୁ ଯାଉଥିଲା। ବାଟରେ ସେ ଏକ କରତ ପାଇଲା। ସେ ସେଇ କରତ ସହିତ ଧକ୍କା ହେଲା। ଟିକେ କଟିଗଲା ଦେହ। ସାପ ଭାବିଲା କରତ ତାକୁ ଆକ୍ରମଣ କଲା। ସାପ ରାଗିକି ସେ ପଛକୁ ଫେରି କାମୁଡ଼ିବାକୁ ଲାଗିଲା। କିନ୍ତୁ ସେ ଯେତେ କାମୁଡ଼ିଲା ସେ ନିଜେ ସେତେ ଅଧିକ ଆଘାତ ପାଇଲା। ତାପରେ ପୁରା ରାଗିକି ସାପ କରତକୁ ଧରିଲା। ତାର ସମସ୍ତ ଶକ୍ତି ସହିତ କରତ ଚାରିଆଡ଼େ ତାକୁ ଘୋଡ଼ାଇ ଦେଲା ଏବଂ ଶେଷରେ ତାର ଧାରରେ କଟି ସାପ ମରିଗଲା। ସେଥିପାଇଁ ରାଗିକି ନିଆଯାଇଥିବା ନିଷ୍ପତ୍ତି ଆମ ଜୀବନକୁ ଛୁରିମରା କରିଦେଇଥାଏ। ସେଥିପାଇଁ କିଛି ନିଷ୍ପତ୍ତି ନେବା ଆଗରୁ 100 ଥର ଭାବିକି ନେବା ଉଚିତ। ନହେଲେ କେବେ କେବେ ଏମିତି ସମସ୍ୟାକୁ ଅଣଦେଖା କରି ଚାଲିଯିବାଟା ଭଲ ହୋଇଥାଏ। ଦିନେ ଅସ୍ତ ତ ସମସ୍ତଙ୍କୁ ହେବାକୁ ପଡ଼ିବ। ସେ ସୂର୍ଯ୍ୟ ହେଉ କି ସେ ମଣିଷ। କିନ୍ତୁ ଧୈର୍ଯ୍ୟ ସୂର୍ଯ୍ୟଙ୍କ ଠାରୁ ଶିଖିବା ଉଚିତ, ଯିଏକି ଅସ୍ତ ହେଇକି ବି ପ୍ରତ୍ୟେକ ଦିନ ନୂଆ ଆଶା ନେଇକି ଉଦୟ ହୋଇଥାନ୍ତି। ଭଲ ପାଇବା ଯାହା ଅତି ସହଜରେ ମିଳିଥାଏ, ଯାହା ଅତି ସହଜରେ ମିଳିଥାଏ ତାକୁ ଭାଗ୍ୟ କୁହାଯାଏ। ଆଉ ସବୁକିଛି ହରେଇ ସାରିବା ପରେ ମଧ୍ୟ ଯାହା ମିଳେ ନାହିଁ ତାକୁ ଭଲ ପାଇବା କୁହାଯାଏ। ହଲଚଲ ହେଉଥିବା ପାଣିରେ କେବେ ବି ଛାଇ ଦେଖାଯାଏ ନାହିଁ। ଠିକ୍ ସେହିପରି କ୍ରୋଧରେ ଥିବା ମଣିଷ କେବେ ବି ନିଜର ଭୁଲକୁ ଦେଖିପାରେ ନାହିଁ। ମିଛର କୌଣସି ମୂଲ୍ୟ ନାହିଁ। ମିଛ ହୁଏତ ଆଜି ଖୁସି ଦେଇପାରେ, କିନ୍ତୁ ମନେ ରଖନ୍ତୁ କାଲି ଆପଣଙ୍କୁ ଏଥିପାଇଁ କଷ୍ଟ ସହିବାକୁ ପଡ଼ିପାରେ। ଜୟ ଶ୍ରୀ ଜଗନ୍ନାଥ।